ଆସନ୍ତୁ ଦି ସଲିଟରୀ ରିପେୟାର ପୋଏମଟି ପଢ଼ି ବୁଝିବା। No nightingale did ever chant more welcome notes to very winds of travellers in some shady haunt among Arabian saints। ଚଣ୍ଟର ଅର୍ଥ ହେଉଛି ଗାଇବା, ନୋଟ୍ସର ଅର୍ଥ ହେଉଛି ଭଏସ୍, ଭେରି ଭେଣ୍ଟସର ଅର୍ଥ ହେଉଛି ଗ୍ରୁପ ଅଫ୍ ଟାୟାର୍ଡ ଟ୍ରାଭେଲର୍ସ। ଭେରି ଭେଣ୍ଟସ ଅଫ୍ ଟ୍ରାଭେଲର୍ସର ଅର୍ଥ ହେଉଛି ଏ ଗ୍ରୁପ ଅଫ୍ ଟାୟାର୍ଡ ଟ୍ରାଭେଲର୍ସ। କ୍ଲାନ୍ତ ହୋଇଥିବା ଏକ ପଥିକ ଦଳ। ସେଡିଅଣ୍ଟର ଅର୍ଥ ହେଉଛି ଛାୟାଯୁକ୍ତ ଆଶ୍ରୟସ୍ଥଳୀ। ଆରବିଆନ୍ ସେଣ୍ଟସର ଅର୍ଥ ହେଉଛି ଆରବ ମରୁଭୂମି। ସାଧାରଣତଃ କ୍ଲାନ୍ତ ହୋଇଥିବା ପଥିକମାନେ ଆରବ ମରୁଭୂମିର ଛାୟାଯୁକ୍ତ ଆଶ୍ରୟସ୍ଥଳୀ ଅର୍ଥ ସେଡି ହଣ୍ଟରେ ବିଶ୍ରାମ ନେଇଥାନ୍ତି। ଏହି ସମୟରେ ଯେତେବେଳେ ସେ ଝିଅଟିର ଗୀତର ସ୍ୱରକୁ ଶୁଣିଛନ୍ତି ଏବଂ ବର୍ଣ୍ଣନା କରିଛନ୍ତି ଯେ ଝିଅଟିର ସ୍ୱର ଏତେ ସ୍ୱାଗତ ଯୋଗ୍ୟ ଥିଲା, ମୋର ୱେଲକମ୍ ଥିଲା, ଯେ ଏଭଳି କୌଣସି ବୁଲବୁଲ ପକ୍ଷୀ ମଧ୍ୟ କେବେ ଗାଇ ନଥିବ। ନେକ୍ସଟ, ଏ ଭଏସ୍ so thrilling never was heard in springtime from the cocoa bud, breaking the silence of the seas among the farthest Hebrides। ୟାର ଅର୍ଥ ହେଉଛି ଏ ଭଏସ୍, ସେ ଝିଅଟିର ସଙ୍ଗୀତର ସ୍ୱର, ସୋ ଥ୍ରିଲିଂ, ଏତେ ଆକର୍ଷକ, ଏତେ ମନମୁଗ୍ଧକର ଥିଲା, ନେଭର ୱାଜ୍ ହାର୍ଡ ଇନ୍ ସ୍ପ୍ରିଙ୍ଗ ଟାଇମ୍ ଫ୍ରମ୍ ଦି କୋକୋ ବାର୍ଡ। କୋକୋ ବାର୍ଡ ଅର୍ଥ କୋଇଲି ପକ୍ଷୀ, ସ୍ପ୍ରିଙ୍ଗ ଟାଇମ୍ ଅର୍ଥ ବସନ୍ତ। ବସନ୍ତ କାଳରେ କୋଇଲି ପକ୍ଷୀଠୁ ମଧ୍ୟ ଏଭଳି ସ୍ୱର କେବେ ଶୁଣାଯାଇ ନଥିଲା। ଆଉ ଝିଅଟିର ସଙ୍ଗୀତର ସ୍ୱର ଯେତେବେଳେ ସେମାନେ ଶୁଣୁଥିଲେ, ବ୍ରେକିଂ ଦି ସାଇଲେନ୍ସ ଅଫ୍ ଦ ସିଜ୍ ଏମଙ୍ଗ ଦି ଫାର୍ଦେଷ୍ଟ ହେବ୍ରାଇଡ୍ସ, ବହୁ ଦୂରରେ ଥିବା ଦ୍ୱୀପପୁଞ୍ଜମାନଙ୍କ ମଧ୍ୟରେ ସମୁଦ୍ରର ପ୍ରଶାନ୍ତିକୁ ଝିଅଟିର ସ୍ୱର ଭାଙ୍ଗି ଦେଉଥିଲା। ଅର୍ଥାତ୍ ବହୁ ଦୂରରେ ଥିବା ଦ୍ୱୀପପୁଞ୍ଜମାନଙ୍କ ମଧ୍ୟରେ ସମୁଦ୍ରର ପ୍ରଶାନ୍ତିକୁ ଭଙ୍ଗ କରି କୋଇଲି ପକ୍ଷୀଠାରୁ ମଧ୍ୟ ବସନ୍ତ କାଳରେ ଏଭଳି ସ୍ୱର କେବେ ଶୁଣାଯାଇନଥିଲା, ଯେପରି ଝିଅଟିର ସ୍ୱର ଏତେ ଆକର୍ଷକ ଓ ମନମୁଗ୍ଧକର ଥିଲା।